ଯାହା ବି ଏକ୍ସପିରିଏନ୍ସ ରହୁଛି ସେଇଟା କେବେ 100% ଟ୍ରୁ ନୁହଁ। ଯେମିତି ସପୋଜ୍ ଆମେ ଭାବିବେ କି ଯେଉଁ ଗାର୍ଡ଼ିଆନ୍ ମାନେ ନେଗ୍ଲେକ୍ଟ କରନ୍ତି ପିଲାଙ୍କୁ, ତାଙ୍କ ପିଲା ପଢ଼େ ନାହିଁ। କିନ୍ତୁ ମୁଁ ଦେଖିଛି ମୋର ଏକ୍ସପିରିଏନ୍ସରୁ ବହୁତ ଗୁଡ଼ିଏ ଗାର୍ଡ଼ିଆନ୍ ଯେଉଁମାନେ କି ପାଠ ଜାଣିନଥାନ୍ତି ବି ତାଙ୍କ ପିଲା କ୍ଲାସ୍ରେ ଟପ୍ କରେ। ଆଉ ସେ ପିଲା ବି ନିହାତି 1000 ପିଲା ଭିତରେ ଆଗରେ ରହିବ। ଏମିତି ଟପ୍ କରନ୍ତି, ଭଲ ପାଠକୁ ବୁଝିଥାନ୍ତି। କିନ୍ତୁ ଆଉ ଗୋଟେ କ୍ଷେତ୍ରରେ ଦେଖାଯାଏ, ଯେଉଁ ଗାର୍ଡ଼ିଆନ୍ ମାନେ ବହୁତ କସସ୍ ଆଉ ପିଲାଙ୍କର ଉପଯୁକ୍ତ କେୟାର ବି ନେଇଥାନ୍ତି, ସେ ଗାର୍ଡ଼ିଆନ୍ଙ୍କର ପିଲା ଆଭରେଜ୍ ରହନ୍ତି। ଏମିତି ଅଧିକାଂଶ ଗାର୍ଡ଼ିଆନ୍ ବି ଅଛନ୍ତି ଯେଉଁମାନେ ପ୍ରପର୍ କେୟାର ନେଇକରି ବି ପିଲା ପାଠ ପଢ଼ନ୍ତି ନାହିଁ। ଏ କ୍ଷେତ୍ରରେ ଆମ ଏକ୍ସପିରିଏନ୍ସ କେତେ କାମ କରେ। ତେଣୁ ଆମେ ଯଥାସମ୍ଭବ ଟ୍ରାଏ କରିବା ପିଲାର ସାଇକୋଲୋଜିକି ବୁଝିକି ତାକୁ ପଢ଼ାଇବା ପାଇଁ। ଏମିତି କିଛି ମାନେ ନାହିଁ ଯେ ଗାର୍ଡ଼ିଆନ୍ ନେଗ୍ଲେକ୍ଟ କଲେ ପିଲା ପାଠ ପଢ଼ିବନି, କି ଗାର୍ଡ଼ିଆନ୍ କେୟାରଫୁଲ୍ ହେଲେ ପିଲା ପାଠ ପଢ଼ିବ। ସବୁ କ୍ଷେତ୍ରରେ ପିଲାର ଚେଷ୍ଟା ଦରକାର। ଆଉ ସବୁବେଳେ ବି ଚେଷ୍ଟା କାମ କରେନି, କିଛି ଲକ୍ ବି ଅଛି। କିଛି ପିଲା ଯୋଗଜନ୍ମ ବି ଅଛନ୍ତି, କିଛି ନହେଲେ ବି ସେ ପାଠ ପଢ଼ିଯାଆନ୍ତି। ତାଙ୍କର ଗୋଟେ ପାଠ ପଢ଼ିବା ଲକ୍ଷ୍ୟ ଥାଏ, ସେମାନେ ଭଲ ମଣିଷ ବି ହେଇଯାଆନ୍ତି। ସବୁଠୁ ବଡ଼ କଥା ହେଲା ପିଲାଙ୍କୁ ଖାଲି ପାଠ ପଢ଼ାଇଲେ ହେବନି, ତାଙ୍କୁ ମଣିଷ କରି ଗଢ଼ି ତୋଳିବା, ଭଲ ବ୍ୟବହାର ଶିଖାଇବା, ଭଲ କଥା ଶିଖାଇବା, ଏଇଟା ମୂଳ କଥା। ଧନ୍ୟବାଦ।